प्रिय मंडली सहित आम प्रभु एकत्र करिथिबारु प्रभु नाम धन्यवाद हो। आसतु आम मैंने प्रार्थनार सहित आम आगे जावा जद्वारा कि प्रभु आम प्रार्थना शुणी आम मन आम प्राण एकचित हम एक मनोभावन हम ये मैंने प्रार्थनार सहित आगे आम जा आम मध्य जेना महाशय अच्छा संक्षिप्त किसी प्रार्थना कले आम वाक्य भीतर को जा संक्षिप्त प्रार्थना कलापर आम वाक्य भीतर को जा। टाइम कितना है? टाइम कितना है? हाँ आमेन। पुनर्बार माने पुणी से एपीसी पुस्तक मध्य को जीवा आज ध्यान निमंते जहाँ सकाल समय आम देखुलु जे तार 1-3 पुनर्बार आउथरे पढ़ंतु। आंभ मानक प्रभु जीशु ख्रीष्टंकर ईश्वर वो पिता धन्य हेतु से ख्रीष्टंक ठारे आंभ मानक समस्त आत्मिक आशीर्वाद द्वारा स्वर्ग रे आशीर्वाद करी अछंती। हालेलुया। कोठी आशीर्वाद? एठी भी आशीर्वाद अछि। इह जगत रे इह काल रे पर काल रे मते प्रभु आशीर्वाद रखिसंती। आमे प्रथम आशीर्वाद जहाँ देखुथुलु जे आम मानकर जो प्रथम आशीर्वाद होछे आमे ताकर पुत्र हेबा पिता परमेश्वर को पुत्र आओ से पिता परमेश्वर पुत्र हेबा निमंते प्रभु आम को प्रेम कले महाप्रेम रे प्रेम कले तांकर स्वच्छंद इच्छा रे से आम को गढ़िले। हालेलुया। तेणु द्वितीय आशीर्वाद होछि एपीसी तार 1-7 पद रे गोटे कथा लिखा अछि से आम अपराध क्षमा करते। से प्रियतम रक्त रे प्रभु आम को क्षमा कर मन रखु। 1
ତାଙ୍କ ପୁତ୍ର ହେବା ପାଇଁ। ଦୁଇ ହେଉଛି ପାପରୁ ମାନଙ୍କୁ ସେ କଣ କଲେ? କ୍ଷମା ଦେଲେ। ତିନି ହେଉଛି ରୋମୀ ତାର 3:24 ଏବଂ 25-26 ଲେଖା ଅଛି ଯେ ତାହାଙ୍କର ରକ୍ତ ଦ୍ୱାରା ଆମେ ଧାର୍ମିକ ଗଣିତ ହେଲୁ। ଏକ କଣ? ପ୍ରଥମ ତାଙ୍କ ପୁତ୍ର ହେଲୁ। ଦୁଇ ପାପ କ୍ଷମା। ତିନି ଧାର୍ମିକ ଗଣିତ। ପଢିଗଲା ବେଳକୁ ଡେରି ହେବ। ଆଉ ସେ ରୋମୀ ତାର 5:9 ଲେଖା ଅଛି ଆମେ ତାଙ୍କର କ୍ରୋଧରୁ ରକ୍ଷା ପାଇଲୁ। ବାସ୍ ଏଟା ହଉଛି ଚତୁର୍ଥ ବିଷୟ, ସ୍ୱର୍ଗର ଆଶୀର୍ବାଦ, ତାଙ୍କ କ୍ରୋଧରୁ ରକ୍ଷା ପାଇବା। ପଢନ୍ତୁ ନାହିଁ। ପୁଣି ସେ 6:23 ଲେଖା ଅଛି ପାପର ବେତନ ମୃତ୍ୟୁ। ସେ ମୃତ୍ୟୁରୁ ସେ ଆମମାନଙ୍କୁ କଣ କରିଛନ୍ତି? ଉଦ୍ଧାର କରିଛନ୍ତି, ଜୀବନରେ ପରିଣତ କରିଛନ୍ତି। ପୁଣି ତାର 6 ହଉଛି କଳସୀ 1:13 ସେ ଅନ୍ଧକାରର କ୍ଷମତାରୁ ଆମମାନଙ୍କୁ ସେ କଣ କରିଛନ୍ତି? ପ୍ରିୟ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ରାଜ୍ୟକୁ ସ୍ଥାନାନ୍ତରିତ କରିଛନ୍ତି। ଏଭଳି ଆମମାନଙ୍କର କେତୋଟି ଆଉ ସ୍ୱର୍ଗୀୟ ଆଶୀର୍ବାଦ ରଖିଛନ୍ତି। এই ସ୍ୱର୍ଗୀୟ ଆଶୀର୍ବାଦ এই ଜଗତରେ ମିଳିବ ନାହିଁ। ତେଣୁ এই ସମସ୍ତକୁ ଗୋଟେ ଆମେ ଆଲୋଚନା କରିଲା ବେଳେ ଡେରି ହେବ। ତେଣୁ ଗୋଟିଏ ବିଷୟ ଆମେ ଭିତରେ ରହିଛୁ କଣ ନା ଆମେମାନେ ତାଙ୍କର ସ୍ୱଚ୍ଛନ୍ଦ ଇଚ୍ଛାରେ ଆଉ ତାଙ୍କର ମହାଦୟାରେ ଆମମାନଙ୍କୁ କଣ କରିଛନ୍ତି? ସେ ପ୍ରେମ କରି ଆମକୁ ସେ ଗଢିଲେ, ସେ ଆମକୁ ନିର୍ମାଣ କଲେ, ଆମକୁ ସେ ନିରୂପଣ କଲେ। ତାହେଲେ ପ୍ରଭୁ ଯୀଶୁ ଯଦି ଆମମାନଙ୍କୁ ତାଙ୍କର ସ୍ୱଚ୍ଛନ୍ଦ ଇଚ୍ଛାରେ ନିରୂପଣ କଲେ, ତାଙ୍କର ସ୍ୱଚ୍ଛନ୍ଦ ଇଚ୍ଛାରେ ଆମମାନଙ୍କୁ ଯଦି ଗଢିଲେ, ନିର୍ମାଣ କଲେ, କଣ କରିବା ପାଇଁ? କଣ କରିବା ପାଇଁ? ତାଙ୍କର ସ୍ୱଚ୍ଛନ୍ଦ ଇଚ୍ଛା ଏବଂ ତାଙ୍କର ମହାଦୟା ଏବଂ ମହାପ୍ରେମରେ ଆମ୍ଭମାନଙ୍କୁ ଯଦି ମାଙ୍କର ଗର୍ଭରୁ ଗଢିଲେ, କଣ କରିବା ପାଇଁ? ଏଫେସୀ ପୁସ୍ତକ ତାର 2:10 ଲେଖିବେ, ଆମ୍ଭେମାନେ ତାହାଙ୍କର ରଚନା, ଯେ ସମସ୍ତ ସତ୍ କାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ କଣ କରିଛନ୍ତି? ଆୟୋଜନ କରିଛନ୍ତି। କଣ ସାଧନ କରିବା ନିମନ୍ତେ? ସତ୍ କାର୍ଯ୍ୟ। ଟିକେ ପଢିଲା ବେଳକୁ ଟିକେ ମିଶେଇକି ଟିକେ ପଢିଲେ, କେହି ଜଣେ ପଢନ୍ତୁ, ଆଉ ଜଣେ। କାରଣ ଆମ୍ଭେମାନେ ତାହାଙ୍କର ରଚନା, ଯେ ସମସ୍ତ ସତ୍ କାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେଇ ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ସୃଷ୍ଟ। ହାଲେଲୁୟା, ହାଲେଲୁୟା। ପ୍ରିୟ ବନ୍ଧୁଗଣ, ଆମ୍ଭମାନଙ୍କୁ ପ୍ରଭୁ ଏଇଠି କାରଣରୁ ସେ ପୂର୍ବରୁ ମାଙ୍କର ଗର୍ଭରୁ ଆମକୁ ଜାଣିଲେ, ତାଙ୍କର ସ୍ୱଚ୍ଛନ୍ଦ ଇଚ୍ଛାରେ ଗଢିଲେ ଏବଂ ତାଙ୍କର ମହାଦୟାରେ ଆମମାନଙ୍କୁ ସେ ଗଢିଲେ ଯେତେବେଳେ ସତ୍ କାର୍ଯ୍ୟ କରିବା ପାଇଁ। କଣ କରିବା ପାଇଁ? ସତ୍ କାର୍ଯ୍ୟ କରିବା ପାଇଁ। ସତ୍ କାର୍ଯ୍ୟ କରିବା ପାଇଁ ଗୋଟେ ବ୍ୟକ୍ତି ନିଜ ବ୍ୟକ୍ତିଗତ ଜୀବନରେ କେବେ କରିପାରିବ ନାହିଁ। ଯେବେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ସେ ଗଢି ହେବ, ସୃଷ୍ଟ ହେବ, ତେବେ ଯାଇ ସେ ସତ୍କାର୍ଯ୍ୟ କରିବ। ହେଲେ ଆଚରଣରେ ସେ ସବୁ ସାଧନ କରିବା ପାଇଁ ଆମମାନଙ୍କୁ ସେ ପୂର୍ବରୁ ଗୋଟେ ରଚନା ଲେଖ ବୋଲି କହିଲେ, ପିଲା ଗୋଟେ ରଚନା ଲେଖୁଛି। ପ୍ରଭୁ ଯୀଶୁ ପରମେଶ୍ୱର ମଧ୍ୟ ଆମମାନଙ୍କୁ ଗୋଟେ ରଚନା କରିଥିଲେ ଯେ ଏଇ ବ୍ୟକ୍ତି ଏଇ ପ୍ରକାର ହବ, ସେମିତି ହେବ। ଆମେ ସକାଳେ ଶୁଣୁଥିଲୁ, ନିଜେ ଇଚ୍ଛା କଲେ ହେଇପାରିବ ନାହିଁ। ପ୍ରଭୁଙ୍କ ଠାରେ ଆମେ ସମର୍ପିତ ହେବାକୁ ପଡିବ। ପ୍ରଭୁ, ମତେ ତମେ କୋଉଥିପାଇଁ ତମେ ଗଢିଲ? କୋଉ ଛାଞ୍ଚରେ ମତେ ଗଢିଲ? ମୁଁ କଣ କରିବି? ତୁମର ଇଚ୍ଛା, ତୁମର ଯୋଜନା, ତୁମର ସଂକଳ୍ପ,
ସେତେବେଳେ ପ୍ରଭୁ କଣ କରିବେ? ଯୋଉଥି ନିମନ୍ତେ ସେ ଆମକୁ ଗଢିଲେ ସେଇଥିରେ ସେ ବ୍ୟବହାର କରିବେ। ହାତ ତାଳି ଦିଅନ୍ତୁ। ହାଲେଲୁୟା, ହାଲେଲୁୟା। ଆଚରଣରେ ସେ ସମସ୍ତ ସାଧନ କରିବା ପାଇଁ ତିମୋଥୀକୁ ଗୋଟେ କଥା କହିଲେ, ହେ ତିମୋଥୀ, ତୁମର ଯୌବନ କାଳ ସକାଶେ କେହି ତୁମକୁ ବାକ୍ୟରେ, ଆଚରଣରେ, ବିଶ୍ୱାସରେ, ପ୍ରେମରେ, ପବିତ୍ରତାରେ। ହାଲେଲୁୟା। ଅଛି କି ଆଚରଣ? এই ଆଚରଣ ଅଛି କି ଆମକୁ? ଆଚରଣରେ ସେ ଆମକୁ ସିଦ୍ଧତା ଦେଖିବା ନିମନ୍ତେ ଆମକୁ ସୃଷ୍ଟି କଲେ। ଆମର ଆଚରଣ କି ପ୍ରକାର ଟିକେ ପଢିବେ କି? ପ୍ରଥମ ତିମୋଥୀ 4:12। ତୁମର ଯୌବନ ଅବସ୍ଥା ସକାଶେ କେହି ତୁମକୁ କଣ ନ କରନ୍ତୁ। ଆମମାନଙ୍କର ଆଚାର ବ୍ୟବହାରରେ ଏ ଲୋକଟା ଭଲ ନାହିଁ, আর কথা ଭଲ ନାହିଁ, আর ବ୍ୟବହାର ଭଲ ନାହିଁ। প্রিয় বন্ধুগণ, ପିତର କହିଲା ଭଳି, ଦୟାକରି ଶୁଣନ୍ତୁ, ପିତର କହିଲା ଭଳି, ପ୍ରଭୁ ମୁଁ ସବୁ ଛାଡ଼ିକି ଆସିଲି, ମୁଁ ସବୁ ଛାଡ଼ିକି ଆସିଲି, କିନ୍ତୁ ଗୋଟେ ଜିନିଷ ସେ ଛାଡ଼ିଛନ୍ତି କି? ଦୟାକରି ପଢିବେ ତାର ପ୍ରଥମ ଯୋହନ ତାର 2:15 ପଦ ଟିକେ ପଢନ୍ତୁ। ସଂସାର କିଏ ବା ସେଥିରେ ଥିବା ସେ ସବୁ ବିଷୟକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ ପିତାଙ୍କ ପ୍ରେମ ତାଙ୍କଠାରେ ନାହିଁ। ହେଲେ ସଂସାରର ବିଷୟ କଣ? ତଳକୁ ଦେଖ, ସଂସାରର ବିଷୟ କଣ? ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ, ଲୌକିକ ଗର୍ବ, এইটা পিতাଙ୍କ ଠାରୁ ନୁହେଁ। ହେଲେ ପିତର ସବୁ ମାଛ ମାନେ ଧରିବାର ଛାଡ଼ିଦେଲା, ଜାଲ ଛାଡ଼ିଦେଲା। ଆମ ମାନଙ୍କ ଜୀବନରେ ଆମେ ମାନେ ହୁଏତ ବ୍ୟବସାୟ ଛାଡ଼ି ଦେଇପାରୁ, ଚାକିରି ଛାଡ଼ି ଦେଇପାରୁ, ଟଙ୍କା ସୁନା ଛାଡ଼ି ଦେଇପାରୁ, ଦାନ ଧର୍ମ କରିଦେଇପାରୁ, କିନ୍ତୁ ଜଗତରେ ଥିବା, ଜଗତର ଭିତରେ ଥିବା ଯୋଉ ଚକ୍ଷୁର ଅଭିଳାଷ ଆଉ କଣ ଲୌକିକ ଗର୍ବ, ଏଇଟା କଣ ଛାଡ଼ିଛୁ କି? ଛାଡ଼ିଛୁ ସବୁ, ସବୁ ଭିତର ଛାଡ଼ିଲା ଭଳି ଆସିଲୁ, କିନ୍ତୁ ଆମର ଆଚରଣ, ଆମର ମନ ପରିବର୍ତ୍ତନ କରିବା, ଆମର ବ୍ୟକ୍ତିଗତ ସ୍ୱଭାବକୁ ଛାଡ଼ିବା, ଏହା ସହଜ କଥା କି? କାହାକୁ ପ୍ରେମ କରୁଛୁ? କାହାକୁ ପ୍ରେମ କରୁଛୁ? ସଂସାରରେ ଥିବା ବିଷୟ, ଶାରୀରିକ ଅଭିଳାଷ, এই ଜଗତର ସମସ୍ତ ବିଷୟ। କିନ୍ତୁ ପ୍ରଭୁ ମୁଁ ତୁମକୁ ଗୋଟେ ରଚନା କରିଛି, ସତ୍ କାର୍ଯ୍ୟ କର ବେଳକୁ এই ସମସ୍ତ ଲୋକ ଦେଖିଲା ଭଳିଆ ଛାଡ଼ି ଦଉଛୁ, କିନ୍ତୁ ଭିତରେ ଥିବା ବିଷୟଟାକୁ ଆମେ ଛାଡ଼ି ପାରୁନାହୁଁ। ଜଣେ ଲୋକ ଦୌଡ଼ି ଦୌଡ଼ି ଦୌଡ଼ିଗଲା ବେଳକୁ ତା ପଛରେ ହାତୀ ଗୋଡ଼େଇଛି, ତା ହାତୀ ଗୋଡ଼େଇଲା ବେଳକୁ ଏ ଦୌଡ଼ି ଦୌଡ଼ି ଯାଇ ଆଉ ଗୋଟେ ବଡ଼ ଗଛର ଗୋଟେ ଦୌଡ଼ି ସେଇଟା ଧରିକିରି ସେ ଚଢ଼ି ପଡୁଛି। ଚଢ଼ିଲା ବେଳକୁ ଅଧା ରାସ୍ତାକୁ ଗଲା, ଗାତ ଅଛି, ଗାତ ବାହାରେ ଅଛି ହାତୀ, ପୁଣି ଇଏ ଉପରକୁ ମଝିକୁ ଗଲା ପରେ ଉପରକୁ ଚାହିଁଲା ବେଳେ ମହୁ ପଡୁଛି, ସେ ମହୁ ଟିକେ ଟିକେ ଖାଉଛି, ସେ ତଳକୁ ହେଲେ ଆସୁନାହିଁ, ଉପରକୁ ହେଲେ ଯାଉନାହିଁ, ସେ ମହୁ ଖାଇ ରହିଯାଇଛି ସିଏ। ଆଉ ସେତେବେଳେ ହାତୀ ବାହାରେ ଜଗିଛି, ବାହାରେ ପଡିବ, ହାତୀ ହାବୁଡରେ ପଡିବ, ତଳେ ପଡିବ, ନିଆଁ ଜଳୁଛି, ନିଆଁରେ ପଡିବ। ଆଉ ଉପରକୁ ଦେଖିଲା ଦୁଇଟି ଧଳା ଗୋଟେ କଳା ମଶା କାଟୁଛନ୍ତି, କାଟିଲା ବେଳେ ତାକୁ ଗୋଟେ ହାତ କହୁଛି, ଭାଇ ଦେଖ ତଳେ ବିପଦ, ଉପରେ ମଧ୍ୟ ବିପଦ, ଧଳା ଗୋଟେ କଳା ମଶା କାଟୁଛନ୍ତି, କେତେବେଳେ ପଡିଯିବୁ, କେତେବେଳେ ମରିଯିବୁ, ମୁଁ ତତେ ରକ୍ଷା କରିବି ବୋଲି କହିଲେ। କଣ ହଉଛି ସେ, ଟିକେ ରହ, ମୁଁ ଆଉ ଟିକେ ମହୁ ଟିକେ ଖାଇବି। ସେ କଣ କରୁଛି, ରକ୍ଷା ପାଇବା ପାଇଁ ଚାହୁଁଛି, କିନ୍ତୁ ମହୁ ଖାଇବାର ଛାଡୁ ନାହିଁ। ପ୍ରିୟ ବନ୍ଧୁଗଣ, ଯୁଆଡେ ଗଲେ ସଂସାର ହାତୀ ଭଳି, ଧଳା ଗୋଟେ ମୂଷା, କଳା ଗୋଟେ ମୂଷା, ଦିନରେ କିମ୍ବା ରାତିରେ ଆମେ ମରିଯିବା। ଏ ଦିନରେ ବା ରାତିରେ କେତେବେଳେ ଯଦି ମରିବା, ତା ପୂର୍ବରୁ ପ୍ରଭୁ ଡାକୁଛନ୍ତି,
से हाथ में लाइन अपन डाकुछंती आस मत तुमको रक्षा करिवे किंतु संसार अभिलाष ताकू कौन करू नहीं छाड़ू नहीं संसार से थिबा अभिलाष को प्रेम कर नहीं प्रिय बंधुगण पितर सब छाड़ी की आसिले किंतु व्यक्तिगत स्वभाव केंतिटा जीशु को जत बेले के क्रूस मारिबा पाई गला बेले को कोन बाहर करूची से तार पुराना स्वभाव अहंकार क्रोध आम मान को जीवन रे ताहा मारी थाए बंधुगण आमे समस्त सब छाड़ी की आइछु सत किंतु व्यक्तिगत स्वभाव जगत संसार रे विषय भीतर थिबा समस्त विषय को आमे छाड़ी पारि ना हो जदि छाड़ीबार छे प्रिय बंधुगण पाप विरुद्ध रे रक्त बेल पर्यंत आमे युद्ध करि ना आम जीवन रे थिबा पाप आम शत्रु एवरी 12:4 रे कोन लिखुची जे आमर पाप ए संसार रो अभिलाष तुम्हें माने पाप विरुद्ध रे युद्ध करी ए पर्यंत रक्त व्यय करी नाही ए पर्यंत रक्त व्यय करिबा पई हेले उपवास प्रार्थना प्रभु मो मन भल नहीं मु छाड़ी की आसी सब किंतु मोर हृदय मनर पाप मोर गुप्त पाप सहजरे व्यसनकारी पाप मु छाड़ी पारु नाही मु छोट कथारे रागी जाए मु छोट कथारे विशृंखला करे एमिति कि जे गोटे मधुआ गोटे मद छाड़ी दे पारिबो किंतु हम मान जीवन प्रकृति आमे छाड़ी पारु ना हो तेबे केमती आमे छाड़ी कि आसीछु उत्तम कर्म केमती करबा प्रिय बंधुगण आमर मन को सजाड़ीबार अछि आमर मन को सजाड़ीबार अछि जोथाम जते बेले जोथाम द्वितीय वंशावली तार 27 तार 6 रे जोथाम एमती करूछि जे प्रभु को निकट रे सदा प्रभु को निकट रे ता मन को से ता पत्थर को से सजाड़ुछि द्वितीय वंशावली 27 रो सदा प्रभु अपना परमेश्वर सम्मुख रे अपना पथ सजाड़ी बारू केंती हेले पराक्रांत हेले बलवान हेले निज जीवन को न सजाड़िले जने भाई किए जने गाउथिले गोटे गाउथिले असजड़ा जीवन को सजाड़िलो तुमे उजुड़ाए जीवन को गढ़ी देलो तुमे तुमरी प्रेमर परसे तुमरी प्रेमर परसे तुमरी प्रेमर परसे तुमरी प्रेमर परसे सजड़ा जीवन को सजाड़िलो तुमे उजुड़ाए जीवन को गढ़ी देलो तुमे हालेलुया जते बेले पर्यंत निजर गुप्त जीवन को जते बेले पर्यंत आम जीवनर पाप को संसार रे थिबा अभिलाष को मारिबा पई हेले बिना उपवास रे बिना साधना रे बिना प्रार्थना रे बिना लोक रे केबे सजाड़ी हेबो नाही वाक्य शुणी श्रद्धा लगब किंतु जते बेले निज पाप निमंते कांदिबो पेट मारिबो शरीर जंत्रणा पाइबो सत्य बेले निजर प्रकृति छाड़ी पारिबो तेणु रक्त व्यय पर्यंत आम पाप विरुद्ध रे आम युद्ध करिवार अछि प्रिय बंधुगण एइथि आम देखुथु वर्तमान मान को प्रभु ताकर महाप्रेम रे प्रेम जतले कले आम ताकर रचना जे सब कार्य करिबो बोली पूर्वरु से निरूपण कले ख्रीष्ट जीशु को सृष्ट कले जतले सृष्ट कले आमे माने तान करी पड़ी हेबा पई हेले हमें संसार को प्रेम न करू आम शारीरिक अभिलाष को मारिबा पई हमर पाप विरुद्ध रे युद्ध करिबा पई हमने प्रभु को निकट रे शरण नेबार अछि
ପ୍ରଭୁଙ୍କ ନିକଟରେ ଶରଣରେ ଅଛି। ଚକ୍ଷୁରୁ ଲୋତକ ବାହାରିବ, ୟାର ପେଟ କାନ୍ଦୁଥିବ, ଶରୀର ଯନ୍ତ୍ରଣା ପାଉଥିବ, ଆଣ୍ଠୁ ପକେଇଲା ବେଳକୁ ଆଣ୍ଠୁ ବଥା ହଉଥିବ, ସେତେବେଳେ ଆମମାନଙ୍କର ଜୀବନ ପରିବର୍ତ୍ତନ ହେବ। ସେତେବେଳେ ଆମମାନଙ୍କ ଜୀବନ ପରିବର୍ତ୍ତନ ହେବ। ସଂସାରକୁ ପ୍ରେମ କରିବ ନାହିଁ, ସେ ପ୍ରେମ କରିବ କୋଟା ପ୍ରଭୁ ତୁମେ ଆତ୍ମିକ ଆଶୀର୍ବାଦ ରଖିଛ ମତେ ତୁମ ପୁତ୍ର କରିବା ପାଇଁ, ତୁମ ପୁତ୍ର କରିବା ପାଇଁ, ମୋର ପାପ କ୍ଷମା କରିବା ପାଇଁ, ମତେ ଧାର୍ମିକ କରିବା ପାଇଁ, ମତେ ତୁମ କ୍ରୋଧରୁ ରକ୍ଷା କରିବା ପାଇଁ, ମରଣରୁ ଉଦ୍ଧାର କରିବା ପାଇଁ, ଅନ୍ଧକାରରୁ ତୁମର ପୁତ୍ରଙ୍କ ରାଜ୍ୟକୁ ନେବା ପାଇଁ ମତେ ଯେ ସ୍ୱଚ୍ଛନ୍ଦ ମନରେ ଗଢିଲ, ମତେ ଯୋଉ ମହାପ୍ରେମରେ ତୁମେ ପ୍ରେମ କଲ, ତା ତୁଳନାରେ ଏଇ ପାପ କିଛି ନୁହେଁ ବୋଲି ଛାଡ଼ିବାକୁ ପାରିବ। ହାତ ତଳେ ଦିଅ। ହାଲେଲୁୟା, ହାଲେଲୁୟା। ସେତେବେଳେ ମନ ପରିବର୍ତ୍ତନ ହେବ, ସେତେବେଳେ ମନ ପରିବର୍ତ୍ତନ ହେବ। ତେଣୁ ପ୍ରଭୁ ଯୀଶୁ ଆମମାନଙ୍କୁ ଏତେ ପ୍ରେମ କଲେ, ସେ ଆମମାନଙ୍କୁ ଏତେ ଦୟା କଲେ, ତେବେ ଆମେ ଗୋଟେ କହିପାରିବା ନିଶ୍ଚିତ, ଆଉ ଯୋଉମାନେ ପାପ କରନ୍ତି ସେମାନେ କାହାର ସନ୍ତାନ? କୋଉଠି ଲେଖା ଅଛି? ଦୟାକରି ଖାଡ଼ିବେ। ପ୍ରଥମ ଯୋହାନ 3:8, 3:8। ପ୍ରଥମ ଯୋହାନ, ଯିଏ ପାପ କରେ ସେ ଶୟତାନ ଠାରୁ ଜାତ, ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ଈଶ୍ୱରଙ୍କର ପୁତ୍ର ଆମ ମାନଙ୍କ ଜୀବନରେ ଶୟତାନର କାର୍ଯ୍ୟ ବିନାଶ କରିବା ପାଇଁ ଈଶ୍ୱରଙ୍କର ପୁତ୍ର ଜଗତକୁ ଆସିଲେ। ଆମ ମାନଙ୍କ ଜୀବନରେ ଶୟତାନର କାର୍ଯ୍ୟ ନା ତାଙ୍କ ରଚନା ଅନୁସାରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମେ ସୃଷ୍ଟ ନା। ତଳକୁ ଟିକେ ପଢ। ଯୋଉ ଲୋକ ଈଶ୍ୱରଙ୍କ ଠାରୁ ଜାତ ସେ ପାପ କରେ ନାହିଁ। ଯୋଉମାନେ ଈଶ୍ୱରଙ୍କ ଠାରୁ ଜାତ ସେମାନେ କଣ କରିବେ ନାହିଁ? ହଁ, ରାଇଟ। ହେଲେ ଆମେ ନିଜକୁ ଚିନ୍ତା କରିବା, ଆମେ ପାପ, ଏଠି ଲେଖା ଅଛି ପାପ ଯୋଉ ଲୋକ କରେ ଶୈତାନ ଠାରୁ ଜାତ, ପାପ ଯିଏ କରେ ନାହିଁ ଈଶ୍ୱରଙ୍କ ଠାରୁ ଜାତ। ହେଲେ ଆମେ କାହାର ସନ୍ତାନ ହେବେ? ଯିଏ ପାପ କରେ ଶୈତାନ ଠାରୁ ଜାତ। ନିଜ କଥା କହୁ ନାହିଁ, ରାଗି ଯାଉନାହୁଁ, ଭୁଲ କାର୍ଯ୍ୟ କରୁନାହୁଁ, ଈଶ୍ୱରଙ୍କର ସନ୍ତାନ ହେଇପାରିବା। ଯଦି ପାପ କରୁଛୁ ଶୈତାନ ଠାରୁ ଜାତ ବୋଲି ବାଇବେଲ କହୁଛି, ତାହେଲେ ନିଜକୁ ପ୍ରଶ୍ନ କରନ୍ତୁ ଆମେ କିଏ? ଏବେ ଆମେ କହିଦେଇ ପାରିବା, ଆମେ ଏବେ କହିଦେଇ ପାରିବା, ହଁ ସମସ୍ତେ କହିବା ଆମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ବୋଲି ଆମେ କହିଦେଇ ପାରିବା। ଆମେ କାହାର ସନ୍ତାନ? ହାଲେଲୁୟା, ହାଲେଲୁୟା। ସତରେ କି? ସତରେ କି ଈଶ୍ୱରଙ୍କ ସନ୍ତାନ? ପ୍ରମାଣ କଣ? ଈଶ୍ୱରଙ୍କର ସନ୍ତାନ ବୋଲି ପ୍ରମାଣ କଣ? ଆପଣ ମାନେ କିମ୍ବା ମୁଁ କହିଲେ ଈଶ୍ୱରଙ୍କର ସନ୍ତାନ, ପାଟିରେ ମୁଖରେ, ଯୋଉମାନେ ମୁଖରେ ମତେ ପ୍ରଭୁ ପ୍ରଭୁ ବୋଲନ୍ତି ଏଭଳି ପ୍ରତ୍ୟେକ ଲୋକ ଈଶ୍ୱର ରାଜ୍ୟରେ ପ୍ରବେଶ କରିବେ ନାହିଁ ନା। ହେ ବାପା ବୋଲି ଆମେ କହିଦେଉଛୁ, ହେ ପ୍ରଭୁ ମୁଁ ତୁମ ସନ୍ତାନ, ମୁଁ ତୁମର ସନ୍ତାନ, ସତ କଥା। କିନ୍ତୁ ଆପଣ ମାନେ ଏବଂ ମୁଁ ଆମେ ପ୍ରତ୍ୟେକ ଈଶ୍ୱରଙ୍କର ସନ୍ତାନ ବୋଲି ଜଣେ ପ୍ରମାଣ ଦେବାର ଅଛି। ସେ କିଏ? ସେ କିଏ ପ୍ରମାଣ ଦେବେ? ହାଲେଲୁୟା। ସାକ୍ଷୀ ଥିଲେ ଆକା ବାକି ନେଇକି, ସାକ୍ଷୀ ଯଦି ନାହିଁ ବାକି କି ନାହିଁ। ଏତିକି ଟଙ୍କା ପାଇଁ ମୋର ସାକ୍ଷୀ ଆଣ ବୋଲି କହିବେ। ପ୍ରିୟ ବନ୍ଧୁଗଣ, ଆମକୁ ସାକ୍ଷୀ ଦେବା ପାଇଁ ଈଶ୍ୱରଙ୍କର ସନ୍ତାନ ବୋଲି ରୋମୀ 8:16 ଟିକେ ଦେଖିବେ। ଈଶ୍ୱରଙ୍କର ସନ୍ତାନ ବୋଲି ଆପଣ ମାନଙ୍କୁ ମତେ ଜଣେ ସାକ୍ଷୀ ଦେବ। ପଢନ୍ତୁ ନା, ଆମ୍ଭେ ମାନେ ଈଶ୍ୱର, ସମସ୍ତେ ପାଳି ଧରନ୍ତୁ, ଆମ୍ଭେ ମାନେ ଈଶ୍ୱରଙ୍କର ସନ୍ତାନ ବୋଲି ଟିକେ ରୁହ ସମସ୍ତେ, ଆମ୍ଭେ ମାନେ ଈଶ୍ୱରଙ୍କର ସନ୍ତାନ ବୋଲି, ଆମ୍ଭେ ମାନେ ଈଶ୍ୱରଙ୍କର ସନ୍ତାନ ବୋଲି, ଆମ୍ଭେ ମାନେ ଈଶ୍ୱରଙ୍କର ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ କୁହନ୍ତୁ,
ସେହି ଆତ୍ମା ସ୍ୱୟଂ ଆମ୍ଭେମାନେ ଈଶ୍ୱରଙ୍କର ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ कार आत्मा सहित आंभ मानकर आत्मा सहित से पिता परमेश्वर को तोर पुत्र बोली से साक्ष्य देव हाथ ताली दियो हालेलुया हालेलुया ईश्वर को संतान बोली से आत्मा आंभ मानकर आत्मा को सहित मिसिबार छे आंभ मान ठारे कि प्रकार आत्मा छे मनुष्य ठारे दुष्ट आत्मा मद आत्मा व्यभिचार आत्मा ए समस्त रहिले ए पवित्र आत्मा सहित केमती मिसी पारिबो भल कर चिंता करंतु आत्मा सहित आत्मा को दुख दियो नहीं आमे विरक्त हेले आत्मा नीरव रह जाउछि आमे अशांति हेले आत्मा नीरव रह जाउछि आत्मा को दुख देउछि आत्मा नीरव रह जाय कि पिता को कहछि ना यार जीवन रे शांति नहीं और जीवन रे शांति नहीं एवरी पुस्तक तार 12 तार 14 पदे कोन लिखा अछि आत्मा आममान को भीतर रहिबो समस्त सहित शांति रहबा को कोन करो चेष्टा करो पुणी जो पवित्रता बिहुने प्रभु को दर्शन पाई परिबो नहीं से तीर अनुसरण करो प्रभु ए वाक्य रे हमन को आशीर्वाद करंतु जेहेतु कि समस्त सहित शांति रहिबो नहीं पवित्रता जीवन ठारे नहीं अशांति थी पवित्र जीवन कौटू आसब अविलीनता थी पवित्रता कौटू आसब पवित्रता हेले शांति रही चेष्टा कर हालेलुया परस्पर भितर शांति नहीं पारिवारिक भितर शांति नहीं निज जीवन शांति नहीं पवित्रता कौटू आसब ईश्वर को केमती दर्शन करि परिबो एनु पवित्र आत्मा ये जे तुमर पिता तुमर पुत्र है बोली कि आत्मा हमर आत्मा सहित मिसिबार अछि तेबे से साक्ष्य देबो गलाती तार 4 रो तार 6 पद रे गोटे कथा लेखा अछि आत्मा कोन कहछि देखो गलाती तार 4 रो हां आउ तुमे माने करो पुत्र परमेश्वर रो पुत्र हां एति सकाशे ईश्वर ओ पिता परमेश्वर निकटरू तांको पुत्र यीशु ख्रीष्ट आत्मा को आम निकट को पठाइले हाथ धरि दियो हालेलुया हालेलुया आमर विषय साक्ष्य देबा पाई पिता परमेश्वर पुत्र ठारू पुत्र आत्मा आम मान को जीवन को पठाइले आम मान विषय पुत्र परमेश्वर को साक्ष्य देबा पाई तेबे से ख्रीष्ट यीशु को ठारे सृष्ट हो हालेलुया प्रिय बंधुगण आउ थरे पढ़ा सेटा आउ तुमे माने पुत्र एति सकाशे ईश्वर अपना निकटरू निज पुत्र यीशु ख्रीष्ट आत्मा को आम मान हृदय को प्रेरण कले सही आत्मा आपा पिता बोली डाकुची हालेलुया पुत्रଙ୍କର आत्मा आसब हमर पाख पुत्रଙ୍କର आत्मा आसिला परे आम मानकर जीवन रे थाई हमर हृदय रे थाई पिता परमेश्वर डाकी बसे आपा पिता अर्थ कौन आ तुमे दास नुह तुमे पुत्र यीशु ख्रीष्ट जेमति पिता परमेश्वर पुत्र हैला तुम्भे माने मध्य ईश्वरଙ୍କର पुत्र हाथ ताली दियो हालेलुया हालेलुया तार तले लेखा अछि पढ़ा एनु तुमे आ दास नुह किंतु पुत्र हाँ उद्धार अधिकारी आमे ही परिबा हालेलुया तिनो प्रिय बंधुगण परमेश्वर तांकर पुत्र ठारू तांकर आत्मा को पठाइले सेही आत्मा हे बापा बोली डाकुछि आ दास नाही आमे पुत्र यीशु जिंती दक्षिण पार्श्व अछंते आम मान गोटे दक्षिण किंतु जगत को प्रेम कर नाही जगत रे थिबा समस्त विषय को प्रेम कर नाही चक्षुर अभिलाष लौकिक गर्व प्रिय बंधुगण यहाँ मन ख्रीस्टियन जीवन रे जाबे कि थाए प्रार्थना जीवन सब किंतु चक्षुर अभिलाष लौकिक गर्व
এই সমস্ত পাপ আম জীবନରେ থাকে আকু প্রেম ন করি খ্রিস্টଙ୍କୁ প্রেম করিবার আছে। হালেলুয়া। তেবে আমি তাঙ্কর রচনা আমি সৎ কার্য করুছু কি নাই কিয়ে প্রমাণ দেব? কিয়ে প্রমাণ দেব? কিয়ে প্রমাণ দেব? পবিত্র আত্মা সাবধান ମୋ ବିଷୟରେ ପ୍ରଭୁ ପବିତ୍ର ଆତ୍ମା ଆମ ପ୍ରଭୁ ପରମେଶ୍ୱରକୁ ସେ କଥା କହିବ ଇଏ ପରିତ୍ୟାଗ କରିଛି କି ନାହିଁ, ଏ ସମସ୍ତ ଛାଡିକି ଆସିଛି କି ନାହିଁ? ଯଦି ଏ ସମସ୍ତ ଛାଡିକି ଯଦି ଆସିଛି ତାହେଲେ ସ୍ୱର୍ଗୀୟ ଆତ୍ମିକ ଧନ ପ୍ରାପ୍ତ ହେବ। କଲୋସୀ 1:13 ଗୋଟେ କଥା ଲେଖିଲେ, ସେ ଆମମାନଙ୍କୁ ଅନ୍ଧକାର କ୍ଷମତାରୁ ଆମମାନଙ୍କୁ ସେ ଆମମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣ ପ୍ରେମ ପାତ୍ର ପୁତ୍ରଙ୍କ ରାଜ୍ୟକୁ ସ୍ଥାନାନ୍ତର ମାନେ ଶିଫ୍ଟ ଟ୍ରାନ୍ସଫର କରିଦେବେ ସେ ଆତ୍ମାଙ୍କର ଦ୍ୱାର। ହାଲେଲୁୟା। ତେଣୁ ପ୍ରିୟ ବନ୍ଧୁଗଣ ଅନ୍ଧକାରର କ୍ଷମତାର ଗୋଟେ ଗୀତ ଅଛି, ସେ ଗୋଟେ ପଦ ଅଛି, Thank you, Jesus. মহাপ্রভু মহা প্রেমে ভবে প্রকাশিল, মহাপ্রভু মহা আসি বিশ্ব প্রেম সেবা ভবে জগতে স্থাপিল, আসি বিশ্ব প্রেম সেবা ধর্মে জগতে স্থাপিল, মহাপ্রভু মহা প্রেমে ভবে প্রকাশিল, মহাপ্রভু মহা আমার অন্ধকারে যিশুয়ে মোর প্রিয় যিশু আমার অন্ধকারে হৃদয়রে জ্যোতি প্রকাশিল, আমার অন্ধকারে হৃদয়রে জ্যোতি প্রকাশিল, মহাপ্রভু মহা প্রেমে ভবে প্রকাশিল, মহাপ্রভু মহা প্রেমে ভবে প্রকাশিল, মহাপ্রভু মহা আসে বিশ্ব প্রেম সেবা ধর্মে জগতে স্থাপিল, বিশ্ব প্রেম সেবা ধর্মে জগতে স্থাপিল, মহাপ্রভু মহা প্রেমে ভবে প্রকাশিল, মহাপ্রভু মহা। ହାଲେଲୁୟା। ତାଙ୍କ ମହାପ୍ରେମରେ ଆମମାନଙ୍କୁ ପ୍ରେମ କଲେ, ତାଙ୍କର ଆତ୍ମା ପଠେଇଲେ, ଆମମାନଙ୍କର ହୃଦୟକୁ ପଠାଇଲେ, ଆମମାନଙ୍କର ହୃଦୟ ଆମର ଆତ୍ମା ସହିତ ସେ ଏକମତ ହବ। ପିତା ପରମେଶ୍ୱର ତୁମର ପୁତ୍ର ବୋଲି ସେ ସ୍ୱୀକାର କରିବ। ଆମେ ମାନେ ତାଙ୍କର ରଚନା, ଖ୍ରୀଷ୍ଟ ଯୀଶୁଙ୍କ ଠାରୁ ରଚନା, ଆମେ ତାଙ୍କର ପୁତ୍ର। ତେଣୁ ପ୍ରଭୁ ସୁଯୋଗ ଦେଲେ ଆଗାମୀ ସମୟ ମାନଙ୍କରେ ଦ୍ୱିତୀୟ ପଏଣ୍ଟକୁ ଯିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା କ୍ଷମା ଆମେ ପ୍ରାପ୍ତି ହେଇଛୁ। ତୃତୀୟ ପଏଣ୍ଟ ଆମେ ଦେଖିବା ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେଇଛି। ଚତୁର୍ଥ ପଏଣ୍ଟ ଦେଖିବା ଯୀଶୁ ଖ୍ରୀଷ୍ଟ ପୁତ୍ରଙ୍କର ରକ୍ତ ଦ୍ୱାରା ଅନୁଗ୍ରହ ଦ୍ୱାରା ଧାର୍ମିକ ଗଣିତ ହେଇଛି। ସ୍ୱର୍ଗରେ ପୁରସ୍କାର ଅଛି, ପୁନରୁତ୍ଥାନ ହେଇପାରିବା, ଶେଷରେ ଅନନ୍ତ ଜୀବନର ଅଧିକାର ହେବା। ତେଣୁ ସାଧୁ ପୌଲ କହିଲେ এই ସ୍ୱର୍ଗର ଅଜର ଅମର ଆଶୀର୍ବାଦ ତୁଳନାରେ এই ସଂସାରର ବିଷୟ ଅଇଲା ଆବର୍ଜନା ବୋଲି ମନେ କଲେ। ହାଲେଲୁୟା। ତେଣୁ ଯୋଉ ଲୋକମାନେ এই ଆତ୍ମିକ ଆଶୀର୍ବାଦର ଲକ୍ଷ୍ୟ କରିବେ ସଂସାର ଠାରୁ ପୃଥକ ଜୀବନ କାଟିବେ। ପ୍ରଭୁ ବାକ୍ୟରେ ଆଶୀର୍ବାଦ କରନ୍ତୁ। ସମୟ ଦେଇଥିବାରୁ ମଣ୍ଡଳୀକୁ ବାଳକ ମାଷ୍ଟରଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ। ପ୍ରଭୁଙ୍କ ମହାନାମ ଗୌରବ ହଉ। ପ୍ରଭୁଙ୍କର ଦାସକୁ ଆମେ ଧନ୍ୟବାଦ ଦେଉ। ଆମମାନଙ୍କ ମଧ୍ୟରେ